ତୁମେ ସେ ବନ୍ୟା ପ୍ଲାବିତ ନଦୀକୁ କେବେ ସନ୍ତରଣ କରିପାରିବ ନାହିଁ ରାଜା ହରିଚନ୍ଦ୍ର। ସେ ନଦୀର ପାଣି ତୁମକୁ ବୁଡ଼ାଇ ନେବ ଅଥଳ ସାଗର। ଆଉ ମନରେ ଯଜ୍ଞ ତୁମେ ଭାବିଛ ମନରେ ଯଜ୍ଞ କରି ତରିଯିବ ଦୁଃଖର ସାଗର। ଅସମ୍ଭବ। ସେ ଯଜ୍ଞଟା ହେବ ତୁମ ପାଇଁ କାଳ ମହାକାଳ। ଟିକେ ହାତ ମାରି ଦେଇଥାନ୍ତି କି? କିଏ? ଜୁହାର ଆଜ୍ଞା ଜୁହାରେ। ଆବେ କିଏ? ମୁଁ ଅଗାଧୁ ଜମା ଗାଧେଇ ନାହିଁ। ଅଗାଧୁ? ତୁମେ କହିପାରିବ ଅଗାଧୁ? କୋଉ କଥା ପଚାରୁନାହାନ୍ତି ଆଜ୍ଞା? ଏ ଗଧ। ଆଜ୍ଞା ଆରେ ଗଗନର ଚନ୍ଦ୍ରମା ନିକଟକୁ ଯିବାକୁ ହେଲେ ଆଜ୍ଞା କେତେ ବାଟ ଚାଲିବାକୁ ପଡ଼ିବ ପଥ? ଆଜ୍ଞା ମୁଁ ମାପି ନାହିଁ ତାକୁ। ତାପରେ କେହି ମଧ୍ୟ ତାକୁ ମାପିବା ପାଇଁ ଚେଷ୍ଟା କରିବେ ନାହିଁ। କାହିଁ ମାପିବେ? ତାକୁ ତ ମାପି ହବ ନାହିଁ ଆଉ। କିନ୍ତୁ ମୁଁ ସେ ପଥଟାକୁ ମାପି ସାରିଛି। ଆପଣ ମାପିଛନ୍ତି? ତଥାପି କେତେ ବାଟ ପଡ଼ିବ? ଏଇ ପାଦ ଠାରୁ ଶିର ପର୍ଯ୍ୟନ୍ତ ଯେତିକି ବାଟ, ବସୁଥା ଠାରୁ ଚନ୍ଦ୍ରମା ପର୍ଯ୍ୟନ୍ତ ଠିକ୍ ସେତିକି ବାଟ। ଟିକେ ହାତ ମାରି ଦେଇଥାନ୍ତି। ଅଗାଧୁ ତାହେଲେ ଏଇ ମୁଣ୍ଡ ଉପରେ ଚନ୍ଦ୍ର। ଅଗାଧୁ ତାହେଲେ ତ ମୁଁ ଯାଇ ନିଶ୍ଚୟ ଧରିପାରିବି। ସମସ୍ତେ ଯାଇପାରିବେ କିନ୍ତୁ ତାହେଲେ ମୁଁ ନ ଗଲି ନାହିଁ। ହେଲେ ଆପଣ ମହାପୁରୁ ମୁଁ ନିଶ୍ଚୟ ଯାଇପାରି। କେମିତି ଆଜ୍ଞା? ମଣିଷଟା ଆଜ୍ଞା ପାହାଚ ତଳରୁ ରତ୍ନ ସିଂହାସନକୁ ଯାଇପାରେ, କିନ୍ତୁ ଅନ୍ୟର ଯିବାଟା ସମ୍ପୂର୍ଣ୍ଣ ଅସମ୍ଭବ। ଆଚ୍ଛା ଆଜ୍ଞା ଏମିତି କେମିତି ହେଲା ଆପଣଙ୍କ ଭାଗ୍ୟଟା ହଠାତ୍ ତଳୁ ଉପରକୁ? ଭାଗ୍ୟ ହାତ ଠାରି ମୋତେ ଡାକେରେ ଅଗୁସର ପାଛର ଭାଙ୍ଗେ। କରିବି କର୍ତ୍ତବ୍ୟ ହେବି ମୁହିଁ ଦେବ, କରିବି କର୍ତ୍ତବ୍ୟ ହେବି ମୁହିଁ ଦେବ। ରାଜଭୋଗ ଭାଗ୍ୟ ଲେଖରେ ଅଗୁସର ପାଛର ଭାଙ୍ଗେ। রাজা হই মত বুঝিবে পদ, রাজা হই মত বুঝিবে পদ। আনন্দে আরত সঙ্গের অকুশর গবাছর ফাঙ্কে। ଭଲ অগাধু ଆପଣ ସେନାପତି ହେବେ ରାଜା ମହାରାଜା। ଆଉ ଆମ ରାଜା ହରିଶ୍ଚନ୍ଦ୍ର। ହରିଶ୍ଚନ୍ଦ୍ରର ଦୁର୍ଭାଗ୍ୟଟା ଛାଡ଼ି ଚାଲିଯିବ ଏ ଅଯୋଧ୍ୟା ନଗରୁ। ଭଲ ଅଗାଧୁ ଆପଣ ବସିବେ ଏଇ ଅଯୋଧ୍ୟାର ରାଜସିଂହାସନ? ନିଶ୍ଚୟ ବସିବି ଅଯୋଧ୍ୟା ରାଜସିଂହାସନ। ଅଗାଧୁଟା କଣ ଏମିତି ଅଗାଧୁଆ ରହିଯିବ? ଅଗାଧୁ କିଛି ଗୋଟେ ଗାଧେଇବା ବ୍ୟବସ୍ଥା କରନ୍ତୁ। ଆଜ୍ଞା ଅଗାଧୁ ଟିକେ ଆବେ ତୁମେ ଯଦି ମୋର କାର୍ଯ୍ୟ କରିବ ଆଜ୍ଞା ମୁଁ ତୁମକୁ ସାହାଯ୍ୟ କରିବି। ଆଜ୍ଞା ଆଉ ତୁମର ଭାଗ୍ୟଟା ନିଶ୍ଚୟ ଖୋଲିବ। ଖୋଲିବ ମାତ୍ର ମୋର ହସ୍ତ ମୁଠାରୁ। ତାହେଲେ କହୁନାହାନ୍ତି ମୋ ଖନିରାଣ ଆଜ୍ଞା ଏଇ ବେଦିବି ଏଇ ଅଗାଧୁଆ କାର୍ଯ୍ୟ କରିଦେବି। ତୁମକୁ ଯିବାକୁ ପଡ଼ିବ ସେ ଋଷି ବିଶ୍ୱାମିତ୍ର ପାଶେ। ଋଷି ବିଶ୍ୱାମିତ୍ର ନିକଟେ ମୋ ବୋପାଲ। ତାପରେ କହିବ ତାହାଙ୍କୁ ତାଙ୍କ ଅପମାନର କହାଣୀ। କରାଇ ଉତ୍ତପ୍ତ ଆସିବ ପଳାଇ। ତାପରେ ଜଳିବ। କଣ ଜଳିବ? ଜଳିବ ରାଜା ହରିଶ୍ଚନ୍ଦ୍ରର ସୁନାର ଭାଗ୍ୟ।
ଛାଡ଼ି ଦେବ ତାର ରତ୍ନ ସିଂହାସନ। ହେଲା ଆଜ୍ଞା ସେ ଯଜ୍ଞ ସହିତ ସେ ଋଷି ବିଶ୍ୱାମିତ୍ରଙ୍କର କଣ ସମ୍ପର୍କ? ଅଗାଧୁ ଆଜ୍ଞା ଆରେ ସମସ୍ତଙ୍କୁ ଅଛି ରାଜା ହରିଶ୍ଚନ୍ଦ୍ରଙ୍କର ଯଜ୍ଞ ଆମନ୍ତ୍ରଣ, ହେଲେ ନାହିଁ ସେ ଋଷି ବିଶ୍ୱାମିତ୍ରକୁ। ଟିକେ ହାତ ମାରି ଦେଇଥାନ୍ତି କି? ସମ୍ପୂର୍ଣ୍ଣ ରୂପେ ବୁଝିଗଲେ ଆଜ୍ଞା। ମାନେ ଏ ଅଗାଧୁ ଉପରେ ଆପଣ ବିଶ୍ୱାସ ରଖନ୍ତୁ। ଅଗାଧୁ ଏବେ ଏଇଠି ଗଲା ଦେଖ ଅଗାଧୁ ବାହାରିଲା ଗାଧୋଇ। ପକ୍କା କରି ତୁମ କାର୍ଯ୍ୟ ପକ୍କା କରି ତୁମ କାର୍ଯ୍ୟ ଫେରିବି ମୁଁ ତୁମେ ଥିବ ମୋର ପଥ ଉଚାଇ। କହିବି କପଟ କରି ତପି ମନେ ହେବ ଭାରି। ସହି ନ ପାରି ଆସିବ ସହି ନ ପାରି ଆସି ନାଶ ଯିବ ଜଳି ଜାଳି ଜାଳି ଦେବି ମୁଁ ଯାଇ। ଋଷି ମନେ କହି କୋପ ରାଜାଙ୍କୁ କରିବେ ଲୋକ। ଟିକେ ହାତ ମାରି ଦେଇଥାନ୍ତି କି? ଅଗାଧୁ ନା ରାଜା ହରିଶ୍ଚନ୍ଦ୍ର, ତୁ ମୋତେ ଦେଇଛୁ ସେଦିନ ଘୋର ଅପମାନ। ନା ନିଶ୍ଚୟ ବଦ୍ଧ କରି ତୋତେ ଛଡ଼ାଇ ଆଣିବି ଅଯୋଧ୍ୟା ରାଜ ସିଂହାସନ, ଆଉ ବସିବି ତାର ରାଜର ଆସନେ। କାବେରୀ ସଂକଳ୍ପ ହୋଇବ ପୂରଣ, କାରଣ ମୋ ସମର୍ଥ। ମୋ ପଛରେ କେହି ନାହିଁ କି ଆଖରେ କେହି ନାହିଁ। ଯିଏ ମୋତେ ମାନେ ମୁଁ ତା ପାଇଁ ଭଗବାନ, ଆଉ ଯିଏ ନ ମାନେ ତା ପାଇଁ ମୁଁ କଂସେଇବେ ସ୍ୱାର୍ଥପରତା ହେଉଛି ମଣିଷକୁ ନର୍କକୁ ଟାଣି ନିଏ। ଏହି ଜ୍ଞାନ ଯାହାର ନାହିଁ ସେଇଟା ଯେତେ ଜ୍ଞାନୀ ବିବେକୀ ପଣ୍ଡିତ ହେଲେ ମଧ୍ୟ ସେଇଟା ମହା ଅଜ୍ଞାନୀ ମୂର୍ଖ ନିର୍ବୋଧ। ନିଜକୁ ବଡ଼ କରିବାକୁ ଯାଇ ଅନ୍ୟକୁ ଅସମ୍ମାନ କରିବାଟା ତୁମର ଚରମ ମୂର୍ଖତା ବ୍ରାହ୍ମଣବତୀଟା। ମୋତେ ନିଶ କରି ଦେଇଥିବା ଅପମାନର ନିଶ୍ଚୟ ଦିନେ ନେବି ଚରମ ପ୍ରତିଶୋଧ। କିଏ ତୁମେ? ଅଗାଧୁ, ଜମା ଗାଧୋଇ ନାହିଁ। କାହିଁକି ଆସିଛ? ମୁଁ ଆସୁନଥିଲି ଆଜ୍ଞା, ମତେ ବାଧ୍ୟ କରି ଆମ ସେନାଧ୍ୟକ୍ଷ ସମର ସିଂ ପଠେଇଲେ ଆପଣଙ୍କ ନିକଟେ। କିଛି କାର୍ଯ୍ୟ ଅଛି। କଣ କାର୍ଯ୍ୟ ଅଛି ମୋହର ନିକଟେ କୁହ? ନାଇଁ ଆମର କିଛି କାର୍ଯ୍ୟ ନାହିଁ ଆଜ୍ଞା, କାର୍ଯ୍ୟଟା ମାତ୍ର ଆପଣଙ୍କର। ମୋର କାର୍ଯ୍ୟ? ସେଇ କଥା ପରା,
ସେନାପତିଙ୍କର ଭୟ ହେଲା ଜାଗ୍ରତ ଆପଣଙ୍କ ପାଖକୁ ଆସିବାକୁ। ମୁଁ ହିଁ ମାତ୍ର ନିର୍ଭୀକ ପୁରୁଷ, ତେଣୁ ପଠାଇଲେ ମୋତେ। ଓ ବିରକ୍ତ ନକରି କୁହ କାହିଁକି ଆସିଛ? ଆଜ୍ଞା ଆସିବାର କାରଣ କ'ଣ କି? ଆମ ରାଜା ହରିଶ୍ଚନ୍ଦ୍ର ଯଜ୍ଞ କରୁଛନ୍ତି। ଆଶ୍ଚର୍ଯ୍ୟ! ରାଜା ହରିଶ୍ଚନ୍ଦ୍ର କରୁଛି ଯଜ୍ଞ, ଅଥଚ ସେଇ କଥାଟା ଆପଣଙ୍କୁ କହିବା ପାଇଁ ମୁଁ ଅଗାଧୁଆ ଧାଇଁଛି ଆପଣଙ୍କୁ ନିକଟେ। ଅଗାଧୁ? ଆଜ୍ଞା। କ'ଣ ରାଜାଙ୍କର ଯଜ୍ଞ ମନ୍ତ୍ର ଧରି ଆସିଛୁ ମୋହର ନିକଟେ? ନା 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 ସମସ୍ତଙ୍କୁ ଅଛି ଯଜ୍ଞ ଆମନ୍ତ୍ରଣ, ହେଲେ କିନ୍ତୁ ଆପଣ ମହାପ୍ରଭୁ ନାହିଁ। କ'ଣ କହିଲୁ ଅଗାଧୁ? ସମସ୍ତଙ୍କୁ ଅଛି ଯଜ୍ଞ ମନ୍ତ୍ରଣ, ହେଲା ଏ ପ୍ରବଳ ପ୍ରତାପୀ ବିଶ୍ୱତ୍ରାସ ବିଶ୍ୱାମିତ୍ର ମତେ ନାହିଁ ଯଜ୍ଞ ଆମନ୍ତ୍ରଣ। ସେ ରାଜା ହରିଶ୍ଚନ୍ଦ୍ର ଏତେ ଦୁର୍ବଳ ସାହସ? ନା 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 ଆମ ରାଜା ହରିଶ୍ଚନ୍ଦ୍ରଙ୍କର କିଛି ଦୋଷ ନାହିଁ। ସବୁ ଖେଳଟା ଲଗାଇଛି ତାଙ୍କ କୂଳର ପୁରୋଧା ସେଇ ବ୍ରାହ୍ମଣ ବସି। ଓ ବଶିଷ୍ଠ 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 ବାରମ୍ବାର ହୋଇ ପ୍ରତିବାଦୀ ମୋ ଶିରେ ଦେଉଛି କୁଠାର ଆଘାତ। ଦେଲା କ'ଣ ଆଜ୍ଞା? ହେଇ ଦେଲା ତ। ଜାଳି ଦେବିରେ ମତ ଗର୍ବେ ହୋଇ ଅଛି ଗର୍ବିରେ, ଜାଳି ଦେବିରେ। ରଖିବ ବଶିଷ୍ଠ ବହି ଅଛି ଦୁଷ୍ଟ, ରଖିବ ବଶିଷ୍ଠ ବହି ଅଛି ଦୁଷ୍ଟ, ଯଜ୍ଞ କରେ କିସ ଭାବିରେ, ଜାଳି ଦେବିରେ। ତୁ ଅଜ୍ଞାନ ମଣି ମତେ ସାନ, ଯଜ୍ଞ ଆମନ୍ତ୍ରଣେ କରି ପାରଣ। অজ্ঞান মণি মতে সান, যজ্ঞ আমন্ত্রণে করিছু পারণ। পণা করি তুতে ঠোণারে পকাই, পণা করি তুতে ঠোণারে পকাই, প্রতিশোধ নিশ্চয় নেবিরে, ছাই দেবিরে। আরে রক্ষিব কি তোর পুরোধা বশিষ্ঠ, দেখিবি সহিব কেতে তুহি কষ্ট। আরে রক্ষিব কি তোর পুরোধা বশিষ্ঠ, দেখিবি সহিব কেতে তুহি কষ্ট। নষ্ট বুদ্ধি ধরি হইছু বাইনি, নষ্ট বুদ্ধি ধরি হইছু বাইনি, ভাসে আর তো কিস ভাবিরে, জালি দেবিরে। ଟିକେ ହାତ ମାରି ଦେଇଥାନ୍ତି କି? ଜଳିଲା। ଠିକ ଜାଗାରେ ମୁଁ ଅଗ୍ନିଟା ସଂଯୋଗ କରିଛି। ହେଲେ ଦୀପରେ ତୈଳ ସଳିତା ଥିଲେ କ'ଣ ହବ? ଅଗ୍ନିଟା ସିନା ସଂଯୋଗ କଲେ ଜଳିବ, ତାପରେ ଠିକ ସମୟରେ ଯଦି ଅଗ୍ନି ସଂଯୋଗ ନହେଲା ନିଆଁଟା ଜଳିବ କେମିତି? ବୋଲି ଟିକେ ହାତ ମାରି ଦେଇଥାନ୍ତି।